ବାହାର ଲୋକ ଆଘାତ ଦେଲେ ତାକୁ ଆମେ ସହଜରେ ଭୁଲି ଯାଇଥାଉ, ହେଲେ ନିଜ ଲୋକ ଯେତେବେଳେ ଆଘାତ ଦିଅନ୍ତି ବହୁତ କଷ୍ଟ ହୋଇଥାଏ ନା। ହଁ ବନ୍ଧୁ, ହେଲେ ସେଇ ଆଘାତଟା ଯଦି ଆମକୁ ବାରମ୍ବାର ମିଳେ ତାହେଲେ ଆମର କଷ୍ଟ ବହୁତ ବଢ଼ିଯାଇଥାଏ। ହେଲେ ନିଜ ଲୋକମାନେ ଆମକୁ ଏମିତି ଆଘାତ କାହିଁକି ଦିଅନ୍ତି? ପ୍ରଥମ କଥା ହେଲା ଆଶା। ଆଶା ତାଙ୍କ ପ୍ରତି ଆମର ହେଉ କିମ୍ବା ଆମ ପ୍ରତି ତାଙ୍କର ହେଉ, ଯେତେବେଳେ ଆଶାର ପରିମାଣଟା ବଢ଼ିଯାଇଥାଏ ସେତେବେଳେ ଆମେ ଆଘାତ ପାଇଥାଉ। ଦ୍ୱିତୀୟ କଥା ହେଲା ଲ୍ୟାକ୍ ଅଫ୍ ଅଣ୍ଡରଷ୍ଟାଣ୍ଡିଂ, ମାନେ ବୁଝାମଣାର ଅଭାବ। ଯେତେବେଳେ ବୁଝାମଣାର ଅଭାବ ହେଇଥାଏ ସେତେବେଳେ ମଧ୍ୟ ଆମେ ଆଘାତ ପାଇଥାଉ। ତୃତୀୟ ଆଉ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଜେଲସି। ଯେତେବେଳେ ସମ୍ପର୍କ ଭିତରେ ଈର୍ଷା ଜନ୍ମ ନେଇଥାଏ ସେତେବେଳେ ମଧ୍ୟ ଆମେ ଆଘାତ ପାଇଥାଉ। ଆମ ନିଜ ଲୋକମାନେ ଆମର ଗ୍ରୋଥକୁ ସହିପାରନ୍ତି ନାହିଁ, ସେଥିପାଇଁ ସେମାନେ ଆମକୁ ଈର୍ଷା କରନ୍ତି ଏବଂ ଆମକୁ ଆଘାତ ଦେଇଥାନ୍ତି। କ'ଣ ଭୁଲ କହିଲି ବନ୍ଧୁ?